ପିଲାମାନେ ଆଜି ଆମେ ଜୟରାଜଗୁରୁ ପ୍ରଶ୍ନ ଉତ୍ତର କରିବା। ଭାଷା ମହକର ଚତୁର୍ଥ କ୍ଲାସର ପାଠ ହେଉଛି 4 ଜୟରାଜଗୁରୁ। ତ ଚାଲ ଆର ପ୍ରଶ୍ନ ଉତ୍ତର କରିବା। କ'ଣ ଦେଇଛି କ୍ୱେଶ୍ଚିନ୍ ନମ୍ବର 1। ତ କ୍ୱେଶ୍ଚିନ୍ ନମ୍ବର 1 ଲେଖା ହେଇଛି ଗଜପତି କାହାର ପରାମର୍ଶରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ। ତ ଉତ୍ତର ଲେଖିବାର ତ 1 ନମ୍ବର କ୍ୱେଶ୍ଚିନ୍ ଉତ୍ତର ଲେଖିବ ଗଜପତି ନିଜର କୁଳ ପୁରୋହିତ ତଥା ମନ୍ତ୍ରୀ ଜୟରାଜଗୁରୁଙ୍କ ପରାମର୍ଶରେ ଶାସନ କାର୍ଯ୍ୟ ପରିଚାଳନା କରୁଥିଲେ। ତ 1 ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ପିଲାମାନେ ଇଂରେଜମାନେ କେଉଁ ରାଜାଙ୍କୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲେ। ତ ଉତ୍ତର ଲେଖିବାର 2 ନମ୍ବର ଇଂରେଜମାନେ ଖୋର୍ଦ୍ଧାରେ ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କୁ ନିଜ ଅଧୀନରେ ରଖିବାକୁ ଚାହୁଁଥିଲେ। ତ 2 ନମ୍ବର ଉତ୍ତର ଏମିତି ଲେଖିବ ପିଲାମାନେ। 3 ନମ୍ବର ଦେଖ ଏବେ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ ଓଡ଼ିଆ ପାଇକମାନଙ୍କର ନେତା କିଏ ଥିଲେ। ତ ପିଲାମାନେ ଉତ୍ତର ପାଇକମାନଙ୍କର ନେତା କିଏ ଥିଲେ। ତ ଉତ୍ତର ଲେଖିବାର ଓଡ଼ିଆ ପାଇକମାନଙ୍କର ନେତା ଜୟରାଜଗୁରୁ ଥିଲେ। ତ ଏମିତି ଉତ୍ତର 3 ନମ୍ବର ଲେଖିବ। 4 ନମ୍ବର ଏବେ ଦେଖ 4 ନମ୍ବର କ୍ୱେଶ୍ଚିନ୍ ଦେଇଛି ଓଡ଼ିଆ ପାଇକମାନେ କାହା ଆଗରେ ବେଶୀ ଦିନ ଲଢ଼ି ପାରିଲେ ନାହିଁ। ତ କାହା ପାଖରେ ଯେ ଇଂରେଜମାନଙ୍କ ପାଖରେ ନା। ତ ଉତ୍ତର ଲେଖିବ କେମିତି ଦେଖ କହିଦେଉଛି। ତ ଉତ୍ତର ଲେଖିବ ଓଡ଼ିଆ ପାଇକମାନେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଇଂରେଜ ସେନା ଆଗରେ ବେଶୀ ଦିନ ଲଢ଼ି ପାରିଲେ ନାହିଁ। ତ 4 ନମ୍ବର ଉତ୍ତର ଏମିତି ଲେଖିବ। 5 ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଦେଇଛି। 5 ନମ୍ବର କ୍ୱେଶ୍ଚିନ୍ ଦେଇଛି ଜୟରାଜଗୁରୁଙ୍କୁ କେଉଁଠି ଓ କିପରି ଫାଶୀ ଦିଆଯାଇଥିଲା। ତ ପିଲାମାନେ କେଉଁଠି ଅଶ୍ୱତ୍ଥ ବରଗଛ ପାଖରେ ଫାଶୀ ଦିଆଯାଇଥିଲା। ତ ଉତ୍ତର ଲେଖିବ ଦେଖ କହିଦେଉଛି। ତ 5 ନମ୍ବର ଉତ୍ତର ଲେଖିବ ଜୟରାଜଗୁରୁଙ୍କ ମେଦିନୀପୁରର ବାଘତୋଟା ଠାରେ ଏକ ବରଗଛର 2ଟି ନଇଁଥିବା ଡାଳରେ ଗଡ଼ ବାନ୍ଧି ଅତି ନିର୍ମମ ଭାବେ ଚିରି ଦେଇ ଫାଶୀ ଦିଆଯାଇଥିଲା। ତ 5 ନମ୍ବର ଉତ୍ତର ଏମିତି ଲେଖିବ। ନେକ୍ସଟ ଦେଖ କ୍ୱେଶ୍ଚିନ୍ କ'ଣ ଦିଆଯାଇଛି। ତ ନେକ୍ସଟ କ୍ୱେଶ୍ଚିନ୍ ଦିଆଯାଇଛି ଭାଷାର କଥା ପଢ଼ ବୁଝ ଲେଖ। 1 ନମ୍ବର କ'ଣ ଲେଖା ହେଇଛି ନିମ୍ନଲିଖିତ ଶବ୍ଦକୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥିକ ବାକ୍ୟ ଗଢ଼। ତ ଏଠି ଦେଇଦେଇଛି ଗଜପତି ପାଇକ ପରାମର୍ଶ ଆଦେଶ ଗୌରବ ବେପାରୀ ବଳିଦାନ। ତ ଗଜପତିର କେମିତି ଲେଖିବ ଦେଖ କହିଦେଉଛି ଗୋଟେ ଗୋଟେ। ତ ଆର ଉତ୍ତର ଲେଖିବ ଗଜପତି। ଗଜପତି ମହାରାଜା ପୁରୀର ରଥଯାତ୍ରା ସମୟରେ ଛେରା ପହଁରା କରନ୍ତି। ଲେଖିବ ଏଇଟା ପାଇକ। ପାଇକର ଲେଖିବ ଓଡ଼ିଶାର ପାଇକମାନେ ନିଜର ବୀରତ୍ୱ ପାଇଁ ଜଣାଶୁଣା। ତାପରେ ପରାମର୍ଶ ଦେଇଛି ପରାମର୍ଶର ଆମକୁ ଗୁରୁଜନମାନଙ୍କୁ ପରାମର୍ଶ ମାନି ଚଳିବା ଉଚିତ। ତାପରେ ଦେଇଛି ଆଦେଶ। ଆଦେଶରେ ଲେଖିବ ଶିକ୍ଷା ଗୁରୁଙ୍କୁ ଆଦେଶ ପାଳନ କଲେ। ତାପରେ ଗୌରବ ଦେଇଛି ଗୌରବ ମଧୁସୂଦନ ଦାସ ଓଡ଼ିଶାର ଗୌରବ ଅଟନ୍ତି। ତାପରେ ବେପାରୀ ଦେଇଛି ଜଣେ ବେପାରୀ ହାଟରେ ପନିପରିବା ବିକ୍ରି କରୁଛି। ତାପରେ ବଳିଦାନ ଦେଇଛି ଦେଶରେ ସ୍ୱାଧୀନତା ପାଇଁ ଅନେକ ବୀର ବଳିଦାନ ଦେଇଛନ୍ତି। ତ ଏମିତି ଗୋଟେ ଗୋଟେ ଆର ବାକ୍ୟ ଲେଖିବ। ଏବେ ଦେଖ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ନିମ୍ନଲିଖିତ ଶବ୍ଦ ଗୁଡ଼ିକର ବିପରୀତ ବୋଧକ ଶବ୍ଦ କୁହ ଓ ଲେଖ। ତ ରାଜି କଠିନ ସାହସୀ ଦୋଷ ହରିବା ଶେଷ ଦେଇଛି। ତ ଆର ବିପରୀତ ଶବ୍ଦ ଗୋଟେ ଗୋଟେ ଲେଖିବ। ଦେଖ ମୁଁ କହିଦେଉଛି ରାଜିର କ'ଣ ଲେଖିବ। ତ ଏଇଟା ରାଜି ଦିଆଯାଇଛି ରାଜିର ଅରାଜି ଲେଖିବ। କଠିନ ଦେଇଛି କଠିନର କମଳ ଲେଖିବ ନହେଲେ ତ ସରଳ ଲେଖିପାରିବ। ସାହସୀ ଦେଇଛି ସାହସୀର ଭୀରୁ ଲେଖିବ। ଦୋଷର ଗୁଣ ଲେଖିବ। ଦୋଷର ଗୁଣ ଲେଖିବ। ତାପରେ ହାରିବାର ଜିତିବା ଲେଖିବ। ଶେଷର ଆରମ୍ଭ ଲେଖିବ। ତ ଏମିତି ଗୋଟେ ଗୋଟେ ଶବ୍ଦ ଆର ଲେଖିବ ବିପରୀତ ଶବ୍ଦ। ତ ଏବେ ଚାଲ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି। ତ ପିଲାମାନେ ପେଜ ନମ୍ବର 28 କାଢ଼। ଦେଖ 3 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଚିତ୍ର ଦେଖି ପ୍ରଥମେ ଚିହ୍ନ ଓ ତାଙ୍କର ନାମ ଲେଖ। ତ ପ୍ରଥମ ଦ୍ୱିତୀୟ 4ଟା ଚିତ୍ର ଦେଇଛି। ଚିତ୍ରର ନାଁ ଯାହା ମୁଁ କହିଦେଉଛି ଗୋଟେ ଗୋଟେ ଲେଖିବ ସେ ବାକ୍ସ ଭିତରେ। ତ ପିଲାମାନେ ପ୍ରଥମ ବାକ୍ସରେ ଲେଖିବ ବକ୍ସି ଜଗବନ୍ଧୁ ଲେଖିବ। ତାପରେ ବକ୍ସି ଜଗବନ୍ଧୁ ପାଖରେ କିଏ ଅଛି ଜୟରାଜଗୁରୁ ଅଛି। ତ ସେ ବକ୍ସ ଭିତରେ ଜୟରାଜଗୁରୁ ଲେଖିବ। ତାପରେ 3 ନମ୍ବର ଲେଖିବ ବୀର ସୁରେନ୍ଦ୍ର ସାଏ। ତାପରେ 4 ନମ୍ବର ଲେଖିବ ମୁକୁନ୍ଦ ଦେବ। ତ ଏମିତି 3 ନମ୍ବର ଯେଉଁ ଚିତ୍ର ଦେଇଛି ସେ ଚିତ୍ରର ବକ୍ସ ଭିତରେ ଗୋଟେ ଗୋଟେ ଏମିତି ନାଁ ଲେଖିବ। ଏବେ ଚାଲ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ତ ଏଠି ଦେଖ ଆସ ଉତ୍ତର ଲେଖିବା ଲେଖା ହେଇଛି। ଦେଖ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ମୁକୁନ୍ଦ ଦେବ କିଏ ଜୟରାଜଗୁରୁ କିଏ। ତ ପିଲାମାନେ ମୁକୁନ୍ଦ ଦେବ କିଏ। ତ ଆର ଦେଖ ଗୋଟେ ଗୋଟେ ଉତ୍ତର କରି ଲେଖିବ କିନି। ତ 1 ନମ୍ବର ଉତ୍ତର ଲେଖିବ ମୁକୁନ୍ଦ ଦେବ ଖୋର୍ଦ୍ଧାର ରାଜା ଥିଲେ। ତ ଏମିତି ଲେଖିବ। 2 ନମ୍ବର ଦେଖ 2 ନମ୍ବର କ୍ୱେଶ୍ଚିନ୍ ଲେଖା ହେଇଛି ଜୟରାଜଗୁରୁ କିଏ। ତ ଆର ଉତ୍ତର ଲେଖିବ 2 ନମ୍ବର ଉତ୍ତର ଲେଖିବ ଜୟରାଜଗୁରୁ ରାଜା ମୁକୁନ୍ଦ ଦେବଙ୍କ ମନ୍ତ୍ରୀ ତଥା ଜଣେ ମହାନ ସଂଗ୍ରାମୀ ଥିଲେ। ତ 2 ନମ୍ବର ଉତ୍ତର ଏମିତି ଲେଖିବ। 3 ନମ୍ବର ଦେଖ ଏବେ କ'ଣ ଦେଇଛି। 3 ନମ୍ବର କ୍ୱେଶ୍ଚିନ୍ ଦେଇଛି ଖୋର୍ଦ୍ଧା ବୀରମାନଙ୍କୁ କ'ଣ ଡକାଯାଇଥିଲା। ତ ଉତ୍ତର ଲେଖିବ ଆର। ତ 3 ନମ୍ବର ଲେଖିବ ଖୋର୍ଦ୍ଧା ବୀରମାନଙ୍କୁ ପାଇକ ବୋଲି ଡକାଯାଉଥିଲା। 4 ନମ୍ବର ଦେଖ। ତ
ତ 4 ନମ୍ବର କ୍ୱେଶ୍ଚିନ୍ ଦେଇଛି ଖରାଦା ବୀର କେଉଁ ଅସ୍ତ୍ର ନେଇ ଲଢ଼ୁଥିଲେ? ତ ଉତ୍ତର ଲେଖିବ। ତ ପିଲାମାନେ 4 ନମ୍ବର ଦେଇଛି ସେଇଟା ଖରାଦା ଦେଇଛି ନା, ସେଇଟା ପିଲାମାନେ ହବ ଖୋର୍ଦ୍ଧା ହେଲା। ତ ଉତ୍ତର ଲେଖିବ ଦେଖ କିପରି। ତ ଉତ୍ତର ଲେଖିବ ଖୋର୍ଦ୍ଧା ବୀର ବା ପାଇକମାନେ ଖଣ୍ଡା, ଢାଲ, ଧନୁ, ସରେବ୍ରମ, ବର୍ଚ୍ଛା ପରି ଅସ୍ତ୍ରଶସ୍ତ୍ର ନେଇ ଲଢ଼ୁଥିଲେ। ତ 4 ନମ୍ବର ଏମିତି ଲେଖିବ। 5 ନମ୍ବର ଦେଖ। ତ 5 ନମ୍ବର କ୍ୱେଶ୍ଚିନ୍ ଦେଖ। 5 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? ରାଜଗୁରୁଙ୍କର କାହିଁକି ବିଚାର ହେଲା ନାହିଁ? ତ ଆର ଉତ୍ତର ଲେଖିବ। ତ ଲେଖିବ ଉତ୍ତର ରାଜଗୁରୁ ଇଂରେଜମାନଙ୍କର ବିଚାରାଳୟ ବା ଆଇନକୁ ମାନୁନଥିଲେ ଏବଂ ସେମାନଙ୍କ ସମ୍ମୁଖରେ ନିଜ ଦୋଷ ସ୍ୱୀକାର କରିବାକୁ ମନା କରି ଦେଇଥିବାରୁ ତାଙ୍କର ବିଚାର ହୋଇପାରିଲା ନାହିଁ। ତ 5 ନମ୍ବର ଉତ୍ତର ଏମିତି ଲେଖିବ। ତ ଏବେ ଚାଲ ନେକ୍ସଟ ପେଜ୍ ଦେଖିବା। ତ 6 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ। 6 ନମ୍ବରରେ ଦେଇଛି ଚିତ୍ରକୁ ଦେଖି ଅସ୍ତ୍ର ଓ ସ୍ଥାନ ଗୁଡ଼ିକର ନାମ କୁହ। ତ ପିଲାମାନେ ଏଠି 4ଟା ଚିତ୍ର ଦେଇଛି। ଗୋଟେ ଘର ଟାଇପ୍ର, ଆଉ ଗୋଟେ ଘର ଟାଇପ୍ର, ତାପରେ ଗୋଟେ ବରଗଛ ଚିତ୍ର, ତାପରେ ଖଣ୍ଡା ଚିତ୍ର ଦେଇଛି। ତ ତାର ନାମ କ'ଣ ଲେଖିବ ଦେଖ, ଗୋଟେ ଗୋଟେ କହିଦେଉଛି। ତ ପ୍ରଥମ ଚିତ୍ରରେ ଲେଖିବ ବାରବାଟୀ ଦୁର୍ଗ, ସେଇଟା କେଉଁଠି ଅଛି? କଟକର ଅଛି। ତାପରେ ଦ୍ୱିତୀୟ ନମ୍ବର ଚିତ୍ର ଲେଖିବ ଖୋର୍ଦ୍ଧାଗଡ଼। ତାପରେ ତୃତୀୟ ନମ୍ବର ହେଉଛି ସେଇଟା ବରଗଛ, ତ ସେଇଟା ବରଗଛ ଲେଖିବ। ତାପରେ ଚତୁର୍ଥ ଅଛି ଖଣ୍ଡା ଚିତ୍ର ଅଛି, ତ ସେଇଟା ଲେଖିବ ଖଣ୍ଡା ଓ ଢାଲ। ତ ଏମିତି ଲେଖିବ ଗୋଟେ ଗୋଟେ ଚିତ୍ରରେ ତାର ଉତ୍ତର। ତ ଏବେ ନେକ୍ସଟ ପେଜ୍ ଚାଲ ଦେଖିବା କ'ଣ ଦେଇଛି। ତ ପିଲାମାନେ ପେଜ୍ ନମ୍ବର 30 କାଢ଼। ଦେଖ କ'ଣ ଲେଖା ହେଇଛି। ଆସ ଚିନ୍ତା କରିବା ଓ ଲେଖିବା। ହେଡ଼ିଂ ଦେଇଛି। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? କିଏ କାହାକୁ କହିଛନ୍ତି? ତ ଦେଖ କ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି? ମୁକୁନ୍ଦ ଦେବଙ୍କୁ ଶୀଘ୍ର ମୁକ୍ତି କର। ତ କିଏ କାହାକୁ କହିଛନ୍ତି? ତ ଆର ଉତ୍ତର ଲେଖିବ। ତ ଲେଖିବ ବକ୍ସି ଜଗବନ୍ଧୁ ଇଂରେଜ ସେନାପତିଙ୍କୁ କହିଛନ୍ତି। ତ 1 ନମ୍ବର ଉତ୍ତର ଏମିତି ଲେଖିବ। 2 ନମ୍ବର ଦେଖ। 2 ନମ୍ବର ଦେଇଛି ଆମେ ଗଜପତି ମୁକୁନ୍ଦ ଦେବଙ୍କୁ ଶୀଘ୍ର ମୁକ୍ତି କର। ତ ଆର ଉତ୍ତର ଲେଖିବ। ଉତ୍ତର ଲେଖିବ ପାଇକମାନେ ଏକ ସ୍ୱରରେ ଇଂରେଜମାନଙ୍କୁ କହିଛନ୍ତି। ତ ଖ ନମ୍ବର ଉତ୍ତର ଏମିତି ଲେଖିବ। ତ ଗ ନମ୍ବର ଦେଖ କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି। ଶରୀରର ଶେଷ ରକ୍ତ ବିନ୍ଦୁଥିବା ପର୍ଯ୍ୟନ୍ତ ଦେଶ ଓ ଜାତିର ଗୌରବ ପାଇଁ ଲଢ଼ିବା। ତ କିଏ କାହାକୁ କହିଛନ୍ତି? ଆର ଉତ୍ତର ଲେଖିବ ଗ ନମ୍ବର। ତ ଲେଖିବ ବକ୍ସି ଜଗବନ୍ଧୁ ପାଇକମାନଙ୍କୁ କହିଛନ୍ତି। ଘ ନମ୍ବର ଦେଖ କ'ଣ ଦେଇଛି କ୍ୱେଶ୍ଚିନ୍। ଘ ନମ୍ବର ଦେଇଛି ଗୋଟିଏ ବିଦେଶୀ ଜାତି ଆଗରେ ଠାକୁର ରାଜା ମୁଣ୍ଡ ନୁଆଁଇବ ନାହିଁ। ତ କିଏ କାହାକୁ କହିଛନ୍ତି? ଉତ୍ତର ଲେଖିବ। ତ ଲେଖିବ ଜୟରାଜଗୁରୁ ଇଂରେଜମାନଙ୍କୁ କହିଛନ୍ତି। ଘ ନମ୍ବର ଏମିତି ଲେଖିବ। ଏବେ ଚାଲ ସରିଲା ନେକ୍ସଟ କ୍ୱେଶ୍ଚିନ୍ 2 ନମ୍ବର ଦେଖିବା କ'ଣ ଦେଇଛି। 2 ନମ୍ବର କ୍ୱେଶ୍ଚିନ୍ ଦେଇଛି ଓଡ଼ିଶାର 4 ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମ ଲେଖ। ତ ଲେଖିବ କ ଖ ଗ ଦେଇଛି, ଚାଲ ଲେଖିବା। ତ କ ନମ୍ବରରେ ଲେଖିବ ବକ୍ସି ଜଗବନ୍ଧୁ ଲେଖିବ। ଖ ନମ୍ବରରେ ଲେଖିବ ଜୟରାଜଗୁରୁ। ଗ ନମ୍ବରରେ ଲେଖିବ ବୀର ସୁରେନ୍ଦ୍ର ସାଏ। ଘ ନମ୍ବର ଲେଖିବ ମୁକୁନ୍ଦ ଦେବ। ତ ଏଇ 4 ଜଣ ହେଉଛି ଆମ ସ୍ୱାଧୀନ ସଂଗ୍ରାମର ଓଡ଼ିଶାର ହେଲା। ତ ପିଲାମାନେ ଏଇ 4ଟା ନାଁ ଲେଖିବ। ଏବେ ଚାଲ ଦେଖିବା 3 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି। ତ 3 ନମ୍ବର କ୍ୱେଶ୍ଚିନ୍ ଦେଇଛି ସରଳ ଭାଷାରେ ବୁଝାଇ ଲେଖ। ଦେଖ କ ନମ୍ବର କ'ଣ ଲେଖିଛି? ବରଂ ଏ ଶରୀର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଦେଶ ଓ ଜାତିର ଗୌରବ ପାଇଁ ଲଢ଼େଇ କରିବା। ତ କ ନମ୍ବର ଦେଇଛି। ତ ପିଲାମାନେ 3 ନମ୍ବର କ'ଣ ଦେଇଛି? ସରଳାର୍ଥ ଲେଖିବା କହିନି, ସେ କହିଛି ସରଳ ଭାଷାରେ ବୁଝାଇ ଲେଖ। ତ ଚାଲ କ ନମ୍ବର ଉତ୍ତର ଲେଖିବା ଆମେ। ତ କ ନମ୍ବର ଉତ୍ତର ଲେଖିବ ସରଳାର୍ଥ। ଉଦ୍ଧିତ ଗଦ୍ୟାଂଶଟି ଆମେ ପାଠ୍ୟ ପୁସ୍ତକର ବୀର ସଂଗ୍ରାମୀ ଜୟରାଜଗୁରୁଙ୍କ ପ୍ରସଙ୍ଗରୁ ଅଣାଯାଇଛି। ଏଠାରେ ମାତୃଭୂମିର ସୁରକ୍ଷା ପାଇଁ ଚରମ ବଳିଦାନ ଦେବାର ଦୃଢ଼ ସଂକଳ୍ପ ପ୍ରେରଣା ପ୍ରକାଶ ପାଇଛି। ତ ସେକେଣ୍ଡ ପାରାଗ୍ରାଫଟା ଲେଖିବ। ତ ସେକେଣ୍ଡ ପାରାଗ୍ରାଫଟା ଲେଖିବ ପିଲାମାନେ କ ନମ୍ବର, ସେଥିରେ ଆଜ୍ଞା ବ୍ୟାଖ୍ୟା। ଇଂରେଜମାନେ ଅନ୍ୟାୟ ଶାସନ ବିରୁଦ୍ଧରେ ସଂଗ୍ରାମ କରିବା ସମୟରେ ଜୟରାଜଗୁରୁ ଏବଂ ତାଙ୍କ ପାଇକ ବାହିନୀ ଅସୀମ ବୀରତ୍ୱ ପ୍ରଦର୍ଶନ କରିଥିଲେ। ନିଜ ଶରୀର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ସେମାନେ ଶତ୍ରୁ ସହ ଲଢ଼ି ନିଜ ଦେଶ ଓ ଓଡ଼ିଆ ଜାତିର ସମ୍ମାନ ରକ୍ଷା କରିବାକୁ ଶପଥ ନେଇଥିଲେ। ପରାଧୀନତା ସ୍ୱୀକାର ନ କରି ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବା ଏହି ଉକ୍ତିର ମୂଳ ଉଦ୍ଦେଶ୍ୟ। ତ ପିଲାମାନେ କ ନମ୍ବର ଉତ୍ତର ଏମିତି ସହଜ ଭାବେ ସରଳ ଭାବରେ ଲେଖିପାରିବ। ଖ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖ। ଆଜୀବ ଓଡ଼ିଆ ଜାତି ବୀର ଜୟରାଜଗୁରୁଙ୍କ ବଳିଦାନର ଆମର କାହାଣୀକୁ ମନେ ରଖିଛି, କେବେ ଭୁଲି ପାରିବ ନାହିଁ ସେ ଆମର ଜୟରାଜଗୁରୁଙ୍କୁ। ତ ଖ ନମ୍ବର ଉତ୍ତର ଲେଖିବ। ଦେଖ କହିଦେଉଛି ସରଳ ଭାବରେ। ତ ଉତ୍ତର ଲେଖିବ ଖ ନମ୍ବର ସରଳାର୍ଥ। ଉଦ୍ଧିତ ଗଦ୍ୟାଂଶଟି ମହାନ ସାହେବ ଜୟ
ରାଜଗୁରୁଙ୍କ ଦେଶପ୍ରେମ ଓ ଆମର ତ୍ୟାଗର ସ୍ମୃତିଚାରଣ ପୂର୍ବକୁ କୁହାଯାଇଛି। ବ୍ୟାଖ୍ୟା ଲେଖିବ ଜୟ ରାଜଗୁରୁ ଥିଲେ ଓଡ଼ିଶାର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଯିଏ ଦେଶ ପାଇଁ ଶହୀଦ ହୋଇଥିଲେ। ଇଂରେଜମାନଙ୍କ କ୍ରତୁ ଅତ୍ୟାଚାର ଏବଂ ମୃତ୍ୟୁଦଣ୍ଡ ଆଗରେ ସେ ନିଜର ମଥାନତ କରିଥିଲେ। ତାଙ୍କର ଏହି ଅତୁଳନୀୟ ଆତ୍ମବଳିଦାନ ଓଡ଼ିଶାର ଇତିହାସକୁ ଗୌରବାନ୍ୱିତ କରିଛି। ତାଙ୍କର ବୀରତ୍ୱର କାହାଣୀ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ସଦା ଜାଗ୍ରତ ରହିବ ଏବଂ ଓଡ଼ିଆ ଜାତି ତାଙ୍କ ନିକଟରେ ବିଚରଣୀ ହୋଇ ରହିବ। ତ ପିଲାମାନେ ଏମିତି ଉତ୍ତର ଲେଖିବ, ସରଳ ଭାବରେ ଗୋଟେ କରି ଖରେ ଲେଖିବ। ଏବେ ଚାଲ ନେକ୍ସଟ କ୍ୱେଶ୍ଚିନ୍ କ'ଣ ଦେଇଛି ଦେଖିବା। ତୁମ ପାଇଁ କାମ ଦେଇଛି ପିଲାମାନେ। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଲେଖା ହେଇଛି ଦେଖ, ଜୟ ରାଜଗୁରୁଙ୍କ ବିଷୟରେ ନିଜ ମନରୁ 5 ଧାଡ଼ି ଲେଖ। ତ ପିଲାମାନେ ଜୟ ରାଜଗୁରୁଙ୍କ ତମ ବିଷୟରେ ଗୋଟେ ମନରୁ କାଢ଼ି 5 ଧାଡ଼ି ଲେଖିପାରିବ। ନହେଲେ ଏମିତି ଦେଖ ମୁଁ ଲେଖି ଦେଉଛି, ଲେଖିବ କେମିତି। ତ ଉତ୍ତର ଲେଖିବ ପ୍ରଥମ, ଜୟ ରାଜଗୁରୁ ଥିଲେ ଓଡ଼ିଶାର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଖୋର୍ଦ୍ଧା ରାଜାଙ୍କର ମନ୍ତ୍ରୀ ଥିଲେ ଜୟ ରାଜଗୁରୁ। ତାପରେ ଦ୍ୱିତୀୟ ଧାଡ଼ିରେ ଲେଖିବ ସେ ଇଂରେଜ ଶାସନ ବିରୋଧରେ ପ୍ରଥମେ ସ୍ୱର ଉତ୍ତୋଳନ କରି ବିଦ୍ରୋହ ଆରମ୍ଭ କରିଥିଲେ। ତୃତୀୟ ଧାଡ଼ିରେ ଲେଖିବ ଓଡ଼ିଶାର ପାଇକ ବିଦ୍ରୋହ ସଂଗଠିତ କରିବାର ତାଙ୍କର ମୁଖ୍ୟ ଭୂମିକା ଥିଲା। ତ ଚତୁର୍ଥ ଧାଡ଼ି ଲେଖିବ ମାତୃଭୂମିର ସୁରକ୍ଷା ପାଇଁ ସେ ନିଜର ପ୍ରାଣ ବଳିଦାନ ଦେଇ ଶହୀଦ ହୋଇଥିଲେ। ପଞ୍ଚମ ଧାଡ଼ି ଲେଖିବ ତାଙ୍କର ଅସୀମ ସାହସ ଏବଂ ଦେଶପ୍ରେମୀ ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ତ ପିଲାମାନେ 1 ନମ୍ବର ଜୟ ରାଜଗୁରୁଙ୍କ ବିଷୟରେ ନିଜ ମନରୁ 5 ଧାଡ଼ି ଏହିପରି ଭାବରେ ଲେଖିପାରିବ ସବୁ। ତ ପିଲାମାନେ ଏହିପରି ଭାବରେ ଜୟ ରାଜଗୁରୁ ପାଠ 4 କ୍ୱେଶ୍ଚିନ୍ ଆନ୍ସର ସରିଲା। ପ୍ରଥମ ପାଠ, ଦ୍ୱିତୀୟ ତୃତୀୟ ପାଠ ବି ଛାଡ଼ି ଦେଇଛି କ୍ୱେଶ୍ଚିନ୍ ଆନ୍ସର ଲିଙ୍କ ଡିସ୍କ୍ରିପ୍ସନ୍ ଦେଇଦେଇଛି, ଚେକ୍ କରିବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ।